2025 ମାର୍ଚ୍ଚ 15 ତାରିଖରେ ଗାଡ଼ିରେ ଯାଉଥିଲି ଅଟୋରେ। ତାପରେ ଆକ୍ସିଡେଣ୍ଟ ହେଇକି ମୋର ଗୋଡ଼ର ମାଂସ ପୁରା ଉଠିକି ଗଲା। ଆଉ ତାପରେ ବ୍ରହ୍ମପୁର ଜଏନ୍ ହେଇକିରି 10 ଦିନ ଜଏନ୍ ହେଲି। ତାପରେ ଟିଜ୍ ପଡ଼ିଲା। ତାପରେ ଘରକୁ ଆସିଲି ଡକ୍ଟର କହିବାରୁ। ତାପରେ ଭୁବନେଶ୍ୱର ଯାଇ 6 ନମ୍ବର ବଜାରରେ ମେଡ଼ିକାଲରେ ମାସେ 19 ଦିନ ରହିଲି। ତଥାପି ମୋର ଗୋଡ଼ ଏ ପର୍ଯ୍ୟନ୍ତ ଭଲ ହେଇପାରିଲା ନାହିଁ। ତାପରେ ଡକ୍ଟର ପୁଣି ଆଉ ଥରେ ଆସିବୁ ବୋଲି କହିଛି। ପଇସା ପତ୍ର ଅସୁବିଧାରୁ ଗରିବ ଲୋକ ମୁଁ, ଆଉ ପଇସା ପତ୍ର ଟୋଟାଲ୍ ମୋ ହାତରେ ନାହିଁ। କେମିତି କ'ଣ ଯିବି ବୋଲିକି ମୁଁ ବହୁତ ଚିନ୍ତାରେ ପଡ଼ିକି ରହିଛି। ଖାଇବାକୁ ବି ମିଳୁନି ମୋତେ। ଆଉ ତାପରେ ମୁଇଁ ଘରର ମୁଖିଆ, ମୁଁ ଏମିତି ହେଇଗଲି ବୋଲେ ଆଉ ତା ରୋଜଗାର ଲୋକ କେହି ବି ମୋ ଘରେ ନାହିଁ। ମୋତେ ସାହାଯ୍ୟ କରିବା ପାଇଁ କେହି ବି ନାହିଁ। ମୁଁ ଜଣେ ରୋଜଗାର କରୁଥିଲି, ମୋ କୁଟୁମ୍ବ ପୋଷୁଥିଲି। ମୁଁ ବହୁତ ଗରିବ ଲୋକ। ଝିଅ ଗୋଟେ ସାନ ଅଛି, ପୁଅ ବି 2 ଜଣ ସାନ ଅଛନ୍ତି। ମୋର ବୟସ 59 ବର୍ଷ। ଆଉ 9 ମାସ ଅଛି 60 ପୁରି ଯାଇଥାନ୍ତା। ତାପରେ ମୁଁ ଭତ୍ତା ପାଇଥାନ୍ତି ସରକାର ଠାରୁ। ଆଉ ତଥାପି ମୋର ଗୋଡ଼ ମାଡ଼ ହେଇକି ଆକ୍ସିଡେଣ୍ଟ ହେଇକି ମାଡ଼ ହେଇଯିବାରୁ ଅନୁରୋଧ କରୁଛୁ ମୁଁ ସରକାରକୁ ଯେ କିନ୍ତୁ ମୋତେ ଗୋଟେ ସରକାର ସାହାଯ୍ୟ ଭତ୍ତା ଦେଲେ କି ମୁଁ କିଛି ବଞ୍ଚି ପାରତି, ମୁଁ ଉପକୃତ ହେଇପାରତି। ଆଉ ସରପଞ୍ଚକୁ ମଧ୍ୟ ଜଣେଇକି ଲିଖିତ ଆକାରରେ ମୁଁ ଦେଇଛି ମୋର ଗୋଡ଼ ଏମିତି ଖରାପ ହେଇଗଲା। ଆଉ ତାପରେ ମୋତେ ଭତ୍ତା ଦିଆଯାଉ ବୋଲିକି ମୁଁ ଅନୁରୋଧ କରିକି ମୁଁ ସରପଞ୍ଚକୁ ବି ଜଣେଇକି VLWକୁ ବି ଦେଇଛି। ସେ କାଗଜଟା ଧରିକି ଗଲା ବ୍ଲକରେ। ମୁଁ BDOକୁ ଜଣେଇବି ବୋଲିକି, ତଥାପି ଏଇ ପର୍ଯ୍ୟନ୍ତ ସେଇ ବାର୍ତ୍ତାଟି ମୁଁ ଶୁଣିପାରି ନାହିଁ। କ'ଣ ହେଲା କ'ଣ ନାହିଁ। ଆଉ ଏଇଟା ଗୁରୁତର ଭାବରେ ପଦକ୍ଷେପ ନେଇ ଭତ୍ତାଟି ମୋତେ ଦେଲେ କି ମୁଇଁ ବଞ୍ଚୁତି ବୋଲିକି ମୁଇଁ ବହୁତ ଆଶାରେ ରହିଛି। ସରକାରକୁ ବିନୀତ ପ୍ରାର୍ଥନା କରୁଛି। ମୁଇଁ 6 ଜଣ ଆମେ ପରିବାରରେ ଆମେ ରହୁଛୁ, ବହୁତ ଶାନ୍ତିରେ ଚଳୁଛୁ। ଆଉ ତାପରେ ଆମର ଜମିବାଡ଼ି ବି ନାହିଁ, ବହୁତ ଆମେ ଗରିବ ଲୋକ। ଆଉ କୁଲି ମଜୁରୀ କରିକି ମୁଁ ମୋ କୁଟୁମ୍ବକୁ ପୋଷୁଥିଲି। ଆଶା ବାଡ଼ିଟେ ଆଉ ତାପରେ ହ୍ୱିଲ୍ ଚେୟାର ଗୋଟେ ମୋତେ ଦିଆଯାଉ ସରକାର ତରଫରୁ। ବାସ୍ତବରେ ବହୁତ ବଡ଼ ଦୁଃଖର ବିଷୟ। ସୁଦର୍ଶନ ମୁଖୀ ଏକ ଦିନ ମଜୁରିଆ। ଘରେ ଦୁର୍ବଳ ସ୍ତ୍ରୀ, ନାବାଳକ 4ଟା ପିଲା। ସମ୍ବଳ କହିଲେ କେବଳ ଅନ୍ତୋଦୟ ଚାଉଳ ଗଣ୍ଡାକ। ଏଣୁ ଦୟାପୂର୍ବକ ଏହି ପରିବାରକୁ ସରକାର ଯୋଜନାରୁ କିଛି ସହାୟତା ମିଳିଲେ ଆଶ୍ୱସ୍ତି ମିଳିଥାନ୍ତା। ମୁଁ ପୁଷ୍ପଲତା ସାହୁ, ଓଡ଼ିଶା, କନ୍ଧମାଳ ଜିଲ୍ଲାରୁ।